ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଫ୍ରି ରାସନ ସହ ମିଳିବ ଏହି 8 ସୁବିଧା। ରାସନ କାର୍ଡ କେବଳ ମାଗଣାରେ ଖାଦ୍ୟ ପାଇବା ମାଧ୍ୟମ ନୁହେଁ, ବରଂ ଏହା ମାଧ୍ୟମରେ ଜଣେ ଅଂଶବିକା ସୁବିଧା ମଧ୍ୟ ପ୍ରାପ୍ତ କରିପାରିବେ। ରାସନ କାର୍ଡଧାରୀ ନିମ୍ନଲିଖିତ ସୁବିଧା ପ୍ରାପ୍ତ କରନ୍ତି। ଭାରତ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମଧ୍ୟରେ ଏକ ପ୍ରମୁଖ ଯୋଜନା ହେଉଛି ରାସନ କାର୍ଡ। ମାତ୍ର ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ବି ଓଳି ଖାଇବାକୁ ଠିକ୍ସେ ପାଉନାହାନ୍ତି। ଏଭଳି ଖାଦ୍ୟ ଅଭାବ ଥିବା ଲୋକଙ୍କ ପାଇଁ ନ୍ୟାସନାଲ ଫୁଡ ସେକ୍ଟର ଆକ୍ଟ ମାଧ୍ୟମରେ ଭାରତ ସରକାର ମାଗଣାରେ ରାସନ ବାଣ୍ଟିଥାନ୍ତି। ତା ସହ ଅନେକ ଲୋକଙ୍କୁ ବହୁତ କମ୍ ଦାମରେ ରାସନ ମଧ୍ୟ ଦିଆଯାଇଥାଏ। ରାସନ କାର୍ଡଧାରୀ ମାଗଣାରେ ରାସନ ପାଇବା ସହ ଶସ୍ତାରେ ରାସନ ପାଆନ୍ତି। ଏତଦବ୍ୟକ ସରକାରୀ ଯୋଜନାରେ ମଧ୍ୟ ଜଣେ ଭାଗିଦାରୀ ହୋଇପାରିବେ। ଏହା ଜଣଙ୍କର ପରିଚୟ ପତ୍ର ମଧ୍ୟ। ଏହା ବାବଦରେ ରାସନ କାର୍ଡ ମାଧ୍ୟମରେ ଜଣେ ସବସିଡି ପାଇବା ସହ ଇନ୍ସୁରାନ୍ସ ମଧ୍ୟ ପାଏ। ତତ୍ ସହିତ ସାମାଜିକ କଲ୍ୟାଣ ଯୋଜନାରେ ମଧ୍ୟ ଏହା ସାହାଯ୍ୟ କରେ। ତାହା ସହ ଜଣେ ଗରିବ ଲୋକର ଶିକ୍ଷାର ମଧ୍ୟ ଏହା ସହାୟତା କରେ। ଭାରତରେ ଅନେକ ପ୍ରକାରର ରାସନ କାର୍ଡ ରହିଛି। କେତେକ ରାସନ କାର୍ଡ ବେଳେ ପରିଚୟ ପାଇଁ ଉଦ୍ଦିଷ୍ଟ ଥାଏ। ଏଥିରେ ସରକାର ଅନେକ ଲାଭ ଲୋକଙ୍କୁ ମିଳି ମଧ୍ୟ ନଥାଏ। ଭାରତୀୟ ନାଗରିକମାନଙ୍କ ପାଇଁ କେବଳ ଏହା ଉଦ୍ଦିଷ୍ଟ ଥାଏ। କେବେ କେବେ ଅନେକ କାରଣରୁ ଜଣଙ୍କର ରାସନ କାର୍ଡକୁ ରଦ୍ଦ ମଧ୍ୟ କରାଯାଏ। ରାସନ କାର୍ଡରେ ଫସଲ ବୀମା ଯୋଜନାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା, ବିଶ୍ୱକର୍ମା ଯୋଜନା, ଆର୍ଥିକ ସହାୟତା ତଥା ଶ୍ରମିକ କାର୍ଡ ଭଳି ମଧ୍ୟ ଅନେକ ସୁବିଧା ପ୍ରାପ୍ତ ହୋଇଥାଏ। ରାସନ କାର୍ଡ ବେନିଫିଟ୍ ଏହା ବାବଦରେ ମହିଳାମାନଙ୍କ ପାଇଁ ସିଲେଇ ମେସିନ୍ ସାଙ୍ଗକୁ ଫ୍ରି ରାସନ ମଧ୍ୟ ପାଇପାରିବାର ସହାୟତା କରେ।